ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ନାଚୁଣୀ ସେକ୍ସନ ସୁଳିଆ ଜଙ୍ଗଲରେ ଦେଖାଦେଇଛି ଏକ ମହାବଳ ବାଘ। ଏକ ଷଣ୍ଢକୁ ମାରି ଘସାରି ନେଇ ତାହାର ପଛ ପାର୍ଶ୍ୱର ଅର୍ଦ୍ଧ ଶରୀରକୁ ଖାଇଯାଇଅଛି। ଜଙ୍ଗଲର ବିଭିନ୍ନ ସ୍ଥାନ ସହ ମୃତ ଷଣ୍ଢ ନିକଟରେ ମହାବଳ ବାଘର ପାଦ ଚିହ୍ନ ପଡ଼ି ରହିଛି। ବାଘକୁ କେହି ଦେଖିନଥିଲେ ମଧ୍ୟ ବାଘର ବଡ଼ ବଡ଼ ପାଦ ଚିହ୍ନ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। 2 ଦିନ ପୂର୍ବେ ବନ ବିଭାଗ ତରଫରୁ ପେଟ୍ରୋଲିଂ ଚାଲିଥିବା ବେଳେ ବନ କର୍ମଚାରୀ ମାନେ ବାଘର ପାଦ ଚିହ୍ନ ଦେଖିଥିଲେ। ଗତକାଲି ବାଘ ଏକ ଷଣ୍ଢକୁ ମାରି ଖାଇଥିବା ସମ୍ପର୍କରେ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବାରୁ ସଲପଡ଼ିହ ଗ୍ରାମରେ ଥିବା ବିଟ୍ ହାଉସ୍ କର୍ମକର୍ତ୍ତାମାନେ ସୁଳିଆ ଜଙ୍ଗଲ ବୁଲି ବିଭିନ୍ନ ସ୍ଥାନରୁ ବାଘର ପାଦ ଚିହ୍ନ ଦେଖି ଆଗକୁ ଯିବା ପରେ ଷଣ୍ଢକୁ ମାରିଥିବା ସ୍ଥାନରେ ପହଞ୍ଚିଥିଲେ। ସେଠାରେ ବାଘର ପାଦ ଚିହ୍ନ ଦେଖିବା ସହ ଷଣ୍ଢକୁ କିପରି ଘସାରି ଆଣିଥିଲା ତାହାର ଚିହ୍ନ ସବୁକୁ ଫଟୋ ଉଠାଇ ଉପରସ୍ଥ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଥିଲେ। ଜଙ୍ଗଲ ମଧ୍ୟକୁ କେହି ନ ଯିବା ପାଇଁ 9 ଖଣ୍ଡ ଗ୍ରାମର ଲୋକଙ୍କୁ ଆଲର୍ଟ କରିଥିଲେ। ବାଘଟି କେଉଁଠାରେ ଅଛି ବନ ବିଭାଗ ତରଫରୁ ଅନୁଧ୍ୟାନ ଚାଲିଥିବା ବେଳେ ଜଙ୍ଗଲରେ ବାଘର ଏପରି ଆତଙ୍କ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି। ଘଟଣା ସମ୍ପର୍କରେ ଟାଙ୍ଗୀ ବନ ବିଭାଗ ରେଞ୍ଜରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସୁଳିଆ ଜଙ୍ଗଲରେ ବାଘ ସମ୍ପର୍କରେ ସେ ଅବଗତ ଅଛନ୍ତି। ବାଘକୁ କେହି ଦେଖିନାହାନ୍ତି, କେବଳ ବାଘ ପାଦଚିହ୍ନ ଥିବା ଜଣାପଡ଼ିଛି। ଆମେ ତଲାସ ଜାରି ରଖିଛୁ, ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି। ପଦ୍ମଚରଣ ବରା ବନରକ୍ଷୀ ସଲପଡ଼ି ବିଟ୍ ନାଚୁଣୀ ସେକ୍ସନ କଣ ହେଇଛି ବର୍ତ୍ତମାନ ଯୋଉ ଗୋଟେ ଆତଙ୍କ ସୃଷ୍ଟି ହେଇଛି ଗୋଟେ ବାଘ ଉପରେ କଣ ଆପଣ ଜାଣିଛନ୍ତି? ଆପଣ କଣ ସୁରକ୍ଷାର କେତେ ସତ୍ୟତା? ଆମେ 19 ତାରିଖ ଦିନ ଅପରାହ୍ନ ସମୟରେ ପେଟ୍ରୋଲିଂ କରୁଥିଲୁ। ଚକଡ଼ାପଟ ଡିପିଏଫ୍ରୁ କନ୍ଧମାଳ ଜାଗାରେ ଆସୁଥିଲୁ। ବାଟରେ ବାଘର ପାଦଚିହ୍ନ ଦେଖିଲୁ। ସେ ପାଦଚିହ୍ନଟା ବାଘର ବୋଲିକା ଆମେ କନଫର୍ମ। ସେ କୋଉ ପ୍ରକାର ବାଘ ସେଇଟା ବି ଆମେ କନଫର୍ମ ନୁହେଁ। ଆଚ୍ଛା, ଯୋଉ ବର୍ତ୍ତମାନ ଗୋଟେ ଗାଈଟେ ଏଇ ଯୋଉ ଷଣ୍ଢଟେ ମରି ପଡିଛି ତା ଉପରେ କଣ କହିବେ? କେମିତି ଜାଣିଲେ? ଲୋକ କେତେ ଆତଙ୍କିତ ଆଉ ତା ପାଇଁ ଗ୍ରାମବାସୀକା କଣ ସଚେତନ କରୁଛନ୍ତି? ଆମେ ଗଲାକାଲି ସକାଳେ 8ଟା ସମୟରେ କାଳିଆ ବେହାର ଗୋଟେ ଲୋକ ଆମକୁ ଖବର ଦେଲା ଯେ ଗୋଟେ ଷଣ୍ଢ ମରିକି ପଡ଼ିଛି କନ୍ଧମାଳ ଡିପିଏଫ୍ରେ। ଆମେ ସେଠି ଆସିଲୁ। ଆମେ ଆସିଲା ପରେ ଦେଖିଲୁ ଏଠି ବାଘର ପାଦଚିହ୍ନ ପଡ଼ିଛି। ବାଘ ସେ ଷଣ୍ଢକୁ ଘୋଷାରି ନେଇଛି, ମାରିଛି ଏବଂ ତାର କିଛି ଅଂଶ ଖାଇଛି। ତାପରେ ଆମେ ଲୋକମାନଙ୍କୁ ତାପରେ ଆମେ ପେଟ୍ରୋଲିଂ କଲୁ। ବାଘ କୁଆଡ଼େ ଗଲା କ'ଣ ହେଲା ବୁଲିଲୁ, ତା ପାଦଚିହ୍ନ ଖୋଜିଲୁ, କେଉଁଠି ବି ପାଇଲୁ ନାହିଁ। ଏଇ ଜାଗାରେ ପାଇଲୁ। ତାପରେ ଆମେ ଗାଁରେ ବୁଲିକି ଲୋକମାନଙ୍କ ସହିତ এই ବିଷୟରେ କଥାବାର୍ତ୍ତା କଲୁ। ଲୋକମାନଙ୍କୁ ବାଘ ଆସିଛି ଆଉ ଏ ବିଷୟରେ ସଚେତନତା କଲୁ। ଆଚ୍ଛା, ବର୍ତ୍ତମାନ କୋଉ କୋଉ ଏରିଆରେ ପେଟ୍ରୋଲିଂ ହଉଛି? ପେଟ୍ରୋଲିଂ କେତେ ଲେଖା ତୈନାତ ଅଛ ମାନେ ପାର୍ଟି? ଆମ ପେଟ୍ରୋଲିଂରେ ଆମେ ଅଛୁ 4 ଜଣ ଲୋକ, 4 ଜଣ ଅଛୁ। ଆମେ ସକାଳ 8ଟାରେ ବାହାରୁଛୁ। ଆମର ବି ଫୁଡ୍ ପେଟ୍ରୋଲିଂ ରହୁଛି। ପିଡ଼ିଏଫ୍ ସେଟା ଶୋ କରିବ। ଆଜି ସକାଳେ ଗୋଟେ ପଟ ଏରିଆ କନ୍ଧମାଳ ପଟ ବୁଲିଲୁ, କେତେ 4.5 କିଲୋମିଟର ବୁଲିଲୁ। ତାପରେ ଏଠୁ ଗଲୁ ସେପଟ ଯୋଉ ଲକ୍ଷ୍ମୀପୁର ପଟେ 2.5 କିଲୋମିଟର ବୁଲିଲୁ। ତାପରେ ସେଠୁ ଅଲଗା ଜାଗାକୁ ତ ଯାଇ ହବନି, ବାଇକ୍ ଯୋଗେ ଗଲୁ। ସେପଟେ ଜରିପୁଟୁ ନାଚୁଣୀ ଆଡ଼େ ବୁଲି ଆସିଲୁ। ଆ ଉପରେ କିଛି ଉପରିସ୍ଥ ଅଧିକାରୀ କି ସୂଚନା ଦେଇଛନ୍ତି? ହଁ, ଉପରିସ୍ଥ ଅଫିସରଙ୍କୁ ସୂଚନା ଦେଇଛନ୍ତି। ଆମ ଏସିଏଫ୍ ସାର୍ ଫରେଷ୍ଟରଙ୍କୁ, ତାପରେ ଏସିଏଫ୍ ସାର୍ଙ୍କୁ। ସିଏ କଣ କାର୍ଯ୍ୟବାହୀ କରୁଛନ୍ତି? ସେମାନେ ଆସିଛନ୍ତି, ବୁଲିକି ଯାଇଥିଲେ। ଏବେ ଡ୍ରୋନ୍ ଆଣିକି ଆସିବେ ବୋଲିକା କଥା କହିଛନ୍ତି। 2ଟା ସମୟ ଯାଇ ପହଞ୍ଚିବୁ। ଡ୍ରୋନ୍ ଦ୍ୱାରା ଆମେ ଦେଖିବୁ। ଆପଣ ପରିଚୟ ଦେବେ? ମୋ ନାଁ ସାକିର, शेख साकिर, आमर मुस्लिम साई। मुझे गाँव सलपड़ी गाँव मु गोटे बासिंदा। बर्तमान आम शुणा पाइलु 2-3 दिन है जे भितर बाघ आम शुणा पाइलु। आम से सचेतन नथिलु। एबे रिसेंटली 2 दिन भितर गोटे आमर बिल साइड रू गोटे षंढ को टेकी नहीं मुंडिया साइड रे सी खाई खाइला भितर आम गाँ देकी से जाइए माने पूर्वर सकाल आम पादचिन्ह पाइलु कि प्रूफ नथिलु जे एजा कौन बड़ जंतु कि कौन कि खोज टे बड़ था। पर्टिकुलर आम देखला आम जाना पाइलु जे तार खोज बहुत बड़, तेणुक आम जाना पाइलु जे बड़ बाघ बोली। तापर से जिन फरेस्ट डिपार्टमेंट जानिक सचेतन आपनकर जो अंचलवासी केतन गाँ कौन सचेतन करछो आ जो बाघर आतंक अछि कौन कार्य करब आपनकर? शुणु एठी वर्तमान आम जो जंगल साइड रे हमर घर, तेणुक आमको ये चलिया बहुत बर्तमान आमको माने डर भी है मन भर किसी तेणुक आम भी ग्रामवासी 5-7-8-10 जन एमती बुलिकी तदंत भी करूँ काले कौट देखा जाए कि फरेस्ट डिपार्टमेंट भी ता काम भी सी कर सी भी देखुं जे नाई माने केमती सेफ्टी लोक रुहतु। आम भी से विषय भी सचेतन करके आम भी 10-20 आम आसिक बुलाबुली करूँ काले सैड फाइट को सरकार को आम एति अनुरोध करूँ जे जो बर्तमान प्रेवलेंट आम गाँ भितर पशि अच्छी
एटा केमती रिक्वेस्ट जे एटा केमती सॉल्व करंतु आउ ए जो वर्तमान जो बाघ एठी आसी आक्रमण करछि एटा को सुरक्षित रे केमती एठू विदाय नै जांतु एटा हमहु सचेतन हमर रिक्वेस्ट सरकार पाखरे जे दिनसटा हमहु ये कर देंतु हम सॉल्व कर। खर्दा जिला प्रतिनिधि दुर्गा प्रसाद दासक रिपोर्ट निर्मल टीवी।